1875 ମସିହାରେ ଯେଉଁ ଚିରନ୍ତନ ବାଣୀ ବନ୍ଦେ ମାତରମ୍ ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାକୁ ସ୍ୱପ୍ନ ସଞ୍ଚାର କରିଥିଲା, ତାହା 1950 ବର୍ଷ ପୂର୍ତ୍ତି। ଏହାକୁ କେବଳ ମାତ୍ର ଏକ ଐତିହାସିକ ଦିନଟେ ନୁହେଁ, ଏ ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଂକଳ୍ପକୁ ମନେ ପକାଇବାର ଦିନ। ଋଷି ବିକ୍ରମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା। ବନ୍ଦେ ମାତରମ୍ ସେତେବେଳକୁ କେବଳ ଗୋଟିଏ ଗୀତ ହୋଇ ରହିନଥିଲା, ତାର ଭାରତର ସାମୂହିକ ଆତ୍ମାର ସ୍ୱରରେ ପରିଣତ ହୋଇଥିଲା। ବନ୍ଦେ ମାତରମ୍ ସଙ୍ଗୀତ ସବୁଠାରୁ ଶୀତଳ ରକ୍ତକୁ ମଧ୍ୟ ଉଷ୍ମ କରିବାର ଯାଦୁକାରୀ ଶକ୍ତି ଭରି ରହିଥିଲା। ରାଷ୍ଟ୍ର ପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟୀର ହାସ୍ୟ ଦେଇଥିଲା। ଯେତେବେଳେ ଇଂରେଜ ସରକାର ଏହାକୁ ନିଷେଧ କରିବାକୁ ଚେଷ୍ଟା କଲେ, ସେତେବେଳେ ତାହାର ପ୍ରତିଟି ଧାଡ଼ି ଭାରତୀୟମାନଙ୍କ ପାଇଁ ବ୍ରଜଶପଥ ପାଲଟିଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଏହି ମହାନ ଗୀତର ଅମୃତ କାହାଣୀକୁ ସ୍ମରଣ କରି ସମସ୍ତେ ମାତୃଭୂମିର ସାର୍ବଭୌମତ୍ୱ ଏକତା ପାଇଁ ପୁନର୍ବାର ନିଜର ଜୀବନ ସମର୍ପିତ କରିବାର ଶପଥ ନେଇଥିଲେ। ବନ୍ଦେ ମାତରମ୍ ଗୀତର 150 ବର୍ଷ ପୂର୍ତ୍ତିର ଏହି ଐତିହାସିକ ଅବସରରେ ଭାରତ ସରକାରଙ୍କ ତରଫରୁ ଆଗାମୀ 1 ବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହାଫଳରେ ଦେଶର ଯୁବପିଢ଼ି ସାଂସ୍କୃତିକ ରାଷ୍ଟ୍ରବାଦର ଚିନ୍ତାଧାରାର ଆତ୍ମିକ ଭାବର ଅନୁଭବ କରିପାରିବେ। ବ୍ୟୁରୋ ରିପୋର୍ଟ, ବିକଳ୍ପ।